ଏବେ ମନ ଦେଇ ଶୁଣ ଥରେ ଦଲାଲ ଦଳ ବେଳ ଆସିଲାଣି ଚାପିଦବ ପ୍ରଜାମଣ୍ଡଳ। ନୀଳକଣ୍ଠପୁରର ପିଲାମାନେ ଏହି ଗୀତ ଗାଇ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜଣେ 12 ବର୍ଷର ବାଳକ, ଯିଏ ଇଂରେଜଙ୍କ ଗୁଳିର ସାମ୍ନା କରି ଭାରତର ସ୍ୱାଧୀନତା ସଂଗ୍ରାମରେ ସର୍ବକନିଷ୍ଠ ଶହୀଦ ଭାବେ ନିଜର ନାମ ଅମର କରିଦେଇଛନ୍ତି। 1926 ଅକ୍ଟୋବର 5 ତାରିଖ ବାଜି ରାଉତଙ୍କ ଜନ୍ମ ହୋଇଥିଲା ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗାଁର ଏକ ଗରିବ ଖଣ୍ଡାୟତ ପରିବାରରେ। ପିଲାଟି ଦିନରୁ ହିଁ ପିତାଙ୍କ ଛାୟା ହରାଇଥିଲେ ସେ। ମା ଧାନ କୁଟି ମଜୁରୀ ଲାଗି ବାଜିଙ୍କୁ ମଣିଷ କରିଥିଲେ। ଛୋଟ ବୟସରୁ ହିଁ ବାଜି ଅଙ୍ଗେ ନିଭେଇଥିଲେ ରାଜା ଶଙ୍କର ପ୍ରତାପ ସିଂହଦେଓଙ୍କ ଜୁଲୁମକୁ। ବ୍ରିଟିଶ ଶାସନ ସମୟରେ ଓଡ଼ିଶା ଦୁଇ ଭାଗରେ ବିଭକ୍ତ ଥିଲା। ବ୍ରିଟିଶ ସେନା ସହଯୋଗରେ କିଛି ଅଞ୍ଚଳ ଥିଲା ମୋଗଲ ବନ୍ଦୀ ଏବଂ ଅନ୍ୟ କିଛି ଅଞ୍ଚଳ ଗଡ଼ଜାତ ଭାବେ ଖ୍ୟାତ ଥିଲା। ଗଡ଼ଜାତର ରାଜାମାନେ ପ୍ରଜାଙ୍କ ଉପରେ ଅତ୍ୟାଚାର କରୁଥିଲେ, ବେଠି ଖଟାଇବା ସହ ମନ ଇଚ୍ଛା କର ଆଦାୟ ଓ ଅମାନବୀୟ ଯାତନା ଦେଉଥିଲେ। ସେହି ଅନ୍ୟାୟ ବିରୁଦ୍ଧରେ ଅନେକ ଜନବିଦ୍ରୋହ ହୋଇଥିଲା, କିନ୍ତୁ ଜନ୍ମ ନେଇଥିଲେ ଅନେକ ବୀର, ଯେଉଁମାନଙ୍କ ମଧ୍ୟରେ ଥିଲେ ବାଜି ରାଉତ। ବୀର ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ରାଜାଙ୍କ ଅତ୍ୟାଚାରର ଅନ୍ତ ଘଟାଇ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବା। ବାଜି ବୟସରେ ଛୋଟ ଥିଲେ ବି ଲକ୍ଷ୍ୟ ଥିଲା ବିରାଟ। ସେ ମଧ୍ୟ ସେହି ଆନ୍ଦୋଳନରେ ପୂର୍ଣ୍ଣ ନିଷ୍ଠାରେ ଯୋଗ ଦେଇଥିଲେ। ଗାଁର ପିଲାଙ୍କୁ ନେଇ ବାନର ସେନା ଗଠନ କରିଥିଲେ। ବାନର ସେନାର କାମ ଥିଲା ବ୍ରିଟିଶ ପୋଲିସର ଗତିବିଧି ଉପରେ ନଜର ରଖିବା ଏବଂ ଆନ୍ଦୋଳନକାରୀଙ୍କୁ ସୁରକ୍ଷା ଦେବା। ସେହି କଳା ରାତି 12 ବର୍ଷର ଶିଶୁ ବାଜି ବ୍ରାହ୍ମଣୀ ନଦୀ ଘାଟରେ ପ୍ରହରୀ ଭାବେ ଦାୟିତ୍ୱରେ ଥିଲେ। ତାଙ୍କୁ ଆଦେଶ ଥିଲା ନାଁକୁ ଲୁଚାଇ ରଖିବା, ପୋଲିସର ଗତିବିଧି ଉପରେ ନଜର ରଖିବା ଓ ସେମାନଙ୍କୁ ନଦୀ ପାର କରିବାକୁ ବାରଣ କରିବା। ସେହି କାଳ ରାତିରେ 40 ଜଣ ଅସ୍ତ୍ରଧାରୀ ସିପାହୀଙ୍କ ସହ ଜଣେ ମାଜିଷ୍ଟ୍ରେଟ ଓ ଜଣେ ସବ୍ ଇନ୍ସପେକ୍ଟର ବ୍ରାହ୍ମଣୀ ନଦୀ କୂଳରେ ପହଞ୍ଚିଥିଲେ। ସେମାନେ ବାଜିଙ୍କୁ ଆଦେଶ ଦେଇଥିଲେ ନାଁ ଦିଅ, କିନ୍ତୁ ବାଜି ରାଉତ ସଫା ସଫା ମନା କରିଦେଇଥିଲେ। ଆଦେଶ ବାରମ୍ବାର ଆସିଥିଲା, କିନ୍ତୁ ସେ ନାଁ ଦେବାକୁ ମନା କରି ଚାଲିଥିଲେ। ଭାରି ରାଗିଗଲା ପୋଲିସ, ସେହି ନଦୀ କୂଳରେ ଗୁଳି କଲା। ଶହୀଦ ହୋଇଗଲେ ସଂଗ୍ରାମୀ ବାଜି। ଘାଟ ଆଡ଼କୁ ଦୌଡ଼ିଥିଲେ ଗାଁ ଲୋକେ, କିନ୍ତୁ ସେତେବେଳକୁ ସବୁ ଶେଷ ହୋଇସାରିଥିଲା। ସେହି ହିଂସାରେ ଆଉ 6 ଜଣ ଋଷି, ରଘୁ, ଗୌରୀ, ନଟ, ଲକ୍ଷ୍ମଣ ଏବଂ ଫଗୁ ମଧ୍ୟ ଶହୀଦ ହୋଇଥିଲେ। ପରଦିନ 1938 ଅକ୍ଟୋବର 12 ତାରିଖ ହଜାର ହଜାର ଲୋକ କଟକରେ ଏକତ୍ରିତ ହୋଇଥିଲେ। ଖାନନଗର ଶ୍ମଶାନ ଘାଟରେ 7 ଜଣ ଶହୀଦଙ୍କର ଅନ୍ତିମ ସଂସ୍କାର ଗୋଟିଏ ଚିତାରେ ଜଳିଲା। ସେହି ଘଟଣା ଆଜି ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅମର ହୋଇ ରହିଛି। ଶହୀଦ ବାଜି ରାଉତଙ୍କ ସ୍ମୃତିରେ ଓଡ଼ିଶା ସରକାର ନୌଯାତ୍ରା ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି, ଯାହା ସୁରକ୍ଷିତ ନଦୀପାରକୁ ସୁନିଶ୍ଚିତ କରାଇବ। ତାଙ୍କ ଗାଁରେ ସ୍ଥାପନ ହେଉଛି ସୁନ୍ଦର ପ୍ରତିମୂର୍ତ୍ତି। ବନମାଳୀ ପ୍ରସାଦରେ ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସ ଯୁବକମାନଙ୍କୁ ପ୍ରେରଣା ଦେବ। ତାଙ୍କ ଜୟନ୍ତୀକୁ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ଭାବେ ପାଳନ କରାଯାଏ। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାରେ ନୀଳକଣ୍ଠପୁରକୁ ବି
ଏକ ଆଦର୍ଶ ଗାଁ ଭାବେ ଗଢ଼ାଯିବ, ଯାହା ତାର ବୀରପୁତ୍ର ବାଜିଙ୍କୁ ସବୁଦିନେ ମନେ ରଖିବ। ଏକ 12 ବର୍ଷର ବାଳକ ଯିଏ ବ୍ରିଟିଶ ସାମ୍ରାଜ୍ୟକୁ ଆହ୍ୱାନ ଦେଇଥିଲା, ସେହି ଛୋଟ ବୟସରେ ଯାହା କରି ସେ ଦେଖାଇଥିଲେ ତାହା ବଡ଼ ବଡ଼ ବୀରଙ୍କ ପାଇଁ ମଧ୍ୟ ସମ୍ଭବ ନଥିଲା। ତାଙ୍କ ସ୍ୱର ଆଜି ମଧ୍ୟ ଓଡ଼ିଶାର ନଦୀ କୂଳରେ ଗୁଞ୍ଜରିତ।